ମୁଁ ଆପଣଙ୍କୁ ଟେଲିଗ୍ରାମ ଗ୍ରୁପରେ ଅପଡ଼େଟ୍ ଦେଇଥିଲି କି ଆଗକୁ ପାଖାପାଖି 23,000 ପ୍ଲସ୍ ପୋଷ୍ଟ କେବଳ ଓଡ଼ିଶା ଗଭର୍ଣ୍ଣମେଣ୍ଟ ପୋଷ୍ଟ ଆସିବାକୁ ଯାଉଛି। କେଉଁ ଡିପାର୍ଟମେଣ୍ଟରେ କେତେ କ'ଣ ପୋଷ୍ଟ ବାହାରେ ମୁଁ ଆପଣଙ୍କୁ ଏଇ ଭିଡ଼ିଓ ମାଧ୍ୟମରେ କହିଦେବି। ଏବଂ ସିଲାବସ୍ କ'ଣ ରହିବ ଆପଣମାନେ ଅଲରେଡ଼ି ବି ଜାଣିଛ। ଓଡ଼ିଶା ସିଲାବସ୍ କ'ଣ ରହୁଛି, ଓଡ଼ିଆ ଗ୍ରାମାର, କମ୍ପ୍ୟୁଟର, ମ୍ୟାଥ୍, ରିଜନିଂ, ଇଂଲିଶ, ଓକେ ବାସ୍ ସେତିକି। ଆଉ କରେଣ୍ଟ ଆଫେୟାର ଜିକେ ମଧ୍ୟ ରହୁଛି। ଜିକେରେ ମଧ୍ୟ କରେଣ୍ଟ ଆଫେୟାର ରହିବ, ଜୋଗ୍ରାଫି, ହିଷ୍ଟ୍ରି ତା ମଧ୍ୟରେ ରହିବ। ଆପଣମାନେ ମଧ୍ୟ ଅଲରେଡ଼ି ସବୁ କିଛି ଡିଟେଲ୍ସ ମଧ୍ୟ ଜାଣିଥିବେ ଏବଂ ସିଲାବସ୍ ବିଷୟରେ ମଧ୍ୟ ଅଲରେଡ଼ି ଗୋଟେ ଭିଡ଼ିଓ ମଧ୍ୟ ଆମ ଚ୍ୟାନେଲରେ ଦେଖିବାକୁ ମଧ୍ୟ ମିଳିଯିବ। ଫାର୍ଷ୍ଟ କଥା ହେଲା କି ଯେଉଁ ଆପଣଙ୍କୁ 23,000 ପ୍ଲସ୍ ପୋଷ୍ଟ କେବେ ଆସିବ, କେଉଁ ଡିପାର୍ଟମେଣ୍ଟରେ ଅଛି ମୁଁ ଆପଣଙ୍କୁ କହିଦେବି। ଟେନସନ୍ କିଛି ଦରକାର ନାହିଁ। ବିନା ସ୍କ୍ରିପ୍ଟ ଭିଡ଼ିଓ ଫାର୍ଷ୍ଟ କ୍ଲାସ୍ ଦେଖ, ସବୁକିଛି ଅପଡ଼େଟ୍ ମଧ୍ୟ ପାଇପାରିବ। ଆଉ ଗୋଟେ ମେନ୍ କଥା ହେଲା କି ଯେଉଁମାନେ ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇନ, ଡେସ୍କ୍ରିପ୍ସନ୍ ବକ୍ସ ଲିଙ୍କ୍ ମିଳିଯିବ, ସେଇଠି କ୍ଲିକ୍ କରିକି ଆପଣମାନେ ଜଏନ୍ ହେଇପାରିବେ। କାରଣ ମୁଁ କେଉଁ ଜବ୍ର ଅପଡ଼େଟ୍ ଆସେ, ରେଜଲ୍ଟ ବାହାରେ, ତା'ର ଭିଡ଼ିଓ ନକରି ମୁଁ ଆପଣଙ୍କୁ ଟେଲିଗ୍ରାମ ଗ୍ରୁପରେ ମଧ୍ୟ ସବୁ ଡିଟେଲ୍ସ ମଧ୍ୟ ପ୍ରୋଭାଇଡ଼ କରିଥାଏ। ଯେମିତିକି ଆପଣମାନେ ଜାଣିଥିବେ ARI ଅମିନ ଆପଣଙ୍କ ଅକ୍ଟୋବର ନଭେମ୍ବରରେ ପ୍ରିଲିମିନାରୀ ଏକ୍ଜାମ୍ ଅଛି, ତା'ର ନୋଟିଫିକେସନ୍ ମଧ୍ୟ ଅଲରେଡ଼ି ଆସିଥିଲା ହାରି। ମୁଁ ଆପଣଙ୍କୁ ଏଇଠି PDF ମଧ୍ୟ ଦେଇଦେଇଛି, ଠିକ୍ ଅଛି। ଆଉ ଯେମିତି ଆପଣଙ୍କ PMTର ରେଜଲ୍ଟ ମଧ୍ୟ ପଳାଇ ଆସିଲା, ଆପଣ ଦେଖିପାରୁଥିବେ ମଧ୍ୟ ଗ୍ରୁପରେ ଅପଡ଼େଟ୍ ଦେଇଦେଇଛି। ଆପଣମାନେ ଡେସ୍କ୍ରିପ୍ସନ୍ ବକ୍ସରେ ଗ୍ରୁପରେ ଜଏନ୍ ହେଇପାରିବେ। ଫାର୍ଷ୍ଟ କଥା ହେଲା କି କେଉଁ ଡିପାର୍ଟମେଣ୍ଟରେ ଅଛି। ମୁଁ ହଁ ଆଉ ଗୋଟେ କଥା କି କିଛି ପିଲା ବିଶେଷ କରିବେ କି ଆପ୍ଲାଏ ହେଇନି, କ'ଣ ପାଇଁ ଆପଣମାନେ ଭିଡ଼ିଓ କରୁଛ, ଯେତେବେଳେ ଜବ୍ ନୋଟିଫିକେସନ୍ ଆସିବ ଆପଣ ଭିଡ଼ିଓ ଅପଲୋଡ଼ କରିବେ, ଠିକ୍ ଅଛି। ମୁଁ ଆପଣଙ୍କୁ କହିଦେଉଛି OSSC ଓ SSC କଥା ଛାଡ଼ନ୍ତୁ, ମୁଁ ଆପଣଙ୍କୁ ଓଡ଼ିଶା ପୋଲିସ କଥା କହୁଛି। କେସ୍ ନ ହେଇକି, ଯଦି କେସ୍ ନ ହେବ ଆପଣଙ୍କ ରିକ୍ରୁଟମେଣ୍ଟ 2-3 ମନ୍ଥରେ କମ୍ ସେ କମ୍ କମ୍ପ୍ଲିଟ୍ ହେଇଯିବ। ଗୋଟେ ପିଲା ଗୋଟେ ମାସରେ ପଢ଼ିକି ଆଜି ଆପଣ ଜାଣିଥିବେ ଆଜିକାଲି ଟାଇମ୍ରେ କେତେ କମ୍ପିଟିସନ୍ ହେଲାଣି। ଆପଣମାନେ ଗୋଟେ ମାସରେ ପଢ଼ିକି କେହି ବି ଆପଣମାନେ ସିଲେକ୍ସନ୍ ନେଇପାରିବେ ନାହିଁ। ଯେଉଁମାନେ କହୁଛ ଆପଣମାନେ ନିଜେ ହିଁ ଦେଖନ୍ତୁ ଆଜିକାଲି ଟାଇମ୍ରେ କେତେ କମ୍ପିଟିସନ୍ ହେଇଗଲେ। ସାମାନ୍ୟ ହୋମଗାର୍ଡ଼ ଜବ୍, ଆପଣ ସାମାନ୍ୟ ଗୋଟେ ଜବ୍ ବି କହିପାରିବେନି, ସେଇଟା ବି ଗୋଟେ ଗଭର୍ଣ୍ଣମେଣ୍ଟ ଅଣ୍ଡରରେ ଯାଉଛି। ଗ୍ରୁପ୍ ଡି ପୋଷ୍ଟ ହେଇକି ପିଲା କେଉଁ ଲେବୁଲ୍ ପିଲା ମଧ୍ୟ ଆପ୍ଲାଏ କରୁଛନ୍ତି କେବଳ ପଞ୍ଚମ ପାସ୍ ହେଇକି। ମାନେ କେଉଁ ଭଳିଆ ଆଜିକାଲି ଟାଇମ୍ରେ ଆପଣ ଜାଣିଥିବେ ଆଜିକା ଟାଇମ୍ରେ କେତେ କମ୍ପିଟିସନ୍ ହାଇ ଗଲାଣି। ତେଣୁ ଆପଣମାନେ ଯଦି ନ ପଢ଼ିବେ, ଦିନକୁ 7-8 ଘଣ୍ଟା ନ ପଢ଼ିବେ, ଆପଣଙ୍କ ସିଲେକ୍ସନ୍ କମ୍ ହେଇପାରେ, ଠିକ୍ ଅଛି। ତ ସେଇ ଅନୁସାରେ ଆପଣମାନେ କେମିତି କ'ଣ ପଢ଼ିବେ ମୁଁ ଆପଣଙ୍କୁ ଫାର୍ଷ୍ଟ କରି କହିଦେଉଛି। ଆପଣମାନେ ଓକେ, ତ ଆପଣଙ୍କୁ ପଢ଼ିବାକୁ ପଡ଼ିବ। ଫାର୍ଷ୍ଟ କଥା ହେଲା କି କେଉଁ ଡିପାର୍ଟମେଣ୍ଟ ଆସିବ ଏବଂ କେଉଁ ଡିପାର୍ଟମେଣ୍ଟରେ କେତେ କ'ଣ ପୋଷ୍ଟ ଆସିବ ମୁଁ ଆପଣଙ୍କୁ ସିମିଲାରଲି କହିଦେଉଛି। ଆପଣ ଜାଣିଥିବେ ଆଗକୁ ଓଡ଼ିଶା ପୋଲିସ ଅଣ୍ଡରରେ କଥା କହୁଛି, OISF, ଡିଷ୍ଟ୍ରିକ୍ଟ କନଷ୍ଟେବଲ୍, ଏରା ସବୁ ଆସିବ। ମୁଁ ଆପଣଙ୍କୁ ଅଲରେଡ଼ି ମଧ୍ୟ ଆର ସବୁକିଛି ଡିଟେଲ୍ସ ମଧ୍ୟ ନୋଟିଫିକେସନ୍ ମଧ୍ୟ ବାହାର କରିଦେଇଥିଲି ମଧ୍ୟ, ସରି ଆପଣଙ୍କୁ ଆମ ଗ୍ରୁପ୍ରେ ମଧ୍ୟ ଛାଡ଼ି ଦେଇଥିଲି। ଆପଣମାନେ ମଧ୍ୟ ଜାଣିଥିବେ ବହୁତ ଜଲ୍ଦି ମଧ୍ୟ ଆସିଯିବ। ପାଖାପାଖି କହିଗଲେ OISF ଆଉ କନଷ୍ଟେବଲ୍ ପାଖାପାଖି 5-6 ହଜାର ମିଶିକି 5-6 ହଜାର ପୋଷ୍ଟ ମଧ୍ୟ ଆସିଯିବ। ଏକାଠି ଆସିବନି, ଆଗ OISF ଆସିପାରେ ଲାଗୁଛି, କାରଣ 2024ରୁ ସେଇଟା ଆସିବାର ଥିଲା, 2025 ଲାଷ୍ଟ ପାଖାପାଖି ଆସିବାର ଥିଲା। ବଟ୍ କିଛିଟା ପ୍ରୋବ୍ଲେମ୍ ଯୋଗୁଁ ଆପଣ ଜାଣିଥିବେ, ଯାହାଫଳରେ କି ବହୁତ ସାରା ପ୍ରୋବ୍ଲେମ୍ ହେଉଛି। ଯେମିତିକି ଏବେ ବି OCBR କେସ୍ ଯୋଗୁଁ ଏବେ ସୁଦ୍ଧା ବି ଜଏନିଂ ଦେଇନି। ଆଉ ଗୋଟେ କଥା କି SI ମଧ୍ୟ SI ମଧ୍ୟ ଆପଣଙ୍କୁ ଜାଣିଥିବେ ଏବେ ଅନଲାଇନ୍ ଆପ୍ଲାଏ ହେଉଛି ଏବଂ ଏହାର ମଧ୍ୟ ଏକ୍ଜାମ୍ ଚାଲିବ। ଓଡ଼ିଶା ପୋଲିସ ପାଖାପାଖି 3-4ଟି ମଧ୍ୟ, ଯେମିତି PMT ହେଇଗଲା, OCBR ରିଟିନ୍ ଏକ୍ଜାମ୍, OCBR ଜଏନିଂ ଦେଇନି। ଆଉ SIର ପୁଣି ତା'ର ଏବେ ଆପ୍ଲାଏ କଲା, ତ ବହୁତ ଜଲ୍ଦି ଆର ଦେଖିବେ 2025 ଲାଷ୍ଟ ସୁଦ୍ଧା ମଧ୍ୟ ଆସିଯିବ। ଟେନସନ୍ କିଛି ଦରକାର ନାହିଁ। ଆକୁ କହିଦିଅ କି 5-6 ହଜାର ପ୍ଲସ୍ ପୋଷ୍ଟ। ଆଉ ଗୋଟେ କଥା ହେଇଗଲା କି OSSC ଅଣ୍ଡରରେ ଆପଣଙ୍କୁ, ଯେମିତି ମୁଁ ଆପଣଙ୍କୁ କହିଥିଲି କି DO ଏବଂ PO, ଜୁନିୟର ଆସିଷ୍ଟାଣ୍ଟ, ଓକେ, ପଞ୍ଚାୟତ ଏଜୁକେଟିଭ୍ ଅଫିସର, PO ଆଉ ପ୍ଲସ୍ DO, ତ ପାଖାପାଖି ସେଇଥିରେ 7-8 ହଜାର ପୋଷ୍ଟ ପାଖାପାଖି ରହିଯିବ। ଓକେ, ଯେଉଁଟାକି OSSC ଅଣ୍ଡରରେ ଯାଉଛି। ଆପଣ ଜାଣିଥିବେ OSSC ଅଣ୍ଡରରେ ପାଖାପାଖି ଏଇ 2025 କ୍ୟାଲେଣ୍ଡର ଆସିନାହିଁ। ଓକେ, ମୁଁ ଫାର୍ଷ୍ଟ ଗ୍ରୁପ୍ ସି ଲେବୁଲ୍ କଥା କହୁଛି, ଆପଣମାନେ ମଧ୍ୟ ଜାଣିଥିବେ। ଓକେ, OSSC ଅଣ୍ଡରରେ ଏବେ ସୁଦ୍ଧା ବି 2025 କ୍ୟାଲେଣ୍ଡର ଆସିନି ଏବଂ 2025ରେ ମଧ୍ୟ ବହୁତ ସାରା ରିକ୍ରୁଟମେଣ୍ଟ ଆସିବାକୁ ଥିଲା। ବହୁତ ସାରା ଆପଣ ଜାଣିଥିବେ ଯେ 2023ର RI ଅମିନ ଏବେ ସୁଦ୍ଧା ବି ତାର ରିକ୍ରୁଟମେଣ୍ଟ କମ୍ପ୍ଲିଟ୍ ହେଇନି। ବହୁତ ସାରା ପ୍ରୋବ୍ଲେମ୍ ମଧ୍ୟ ରହୁଛି। ଅଲରେଡ଼ି OSSC ଅଣ୍ଡରରେ ସବୁକିଛି ଡିଟେଲ୍ସ ମଧ୍ୟ ଜାଣିପାରୁଥିବ। ଓକେ, ତ ବହୁତ ଜଲ୍ଦି ଆଶା ଅଛି ଆସିବାର ଅଛି। ତ ଆପଣମାନେ ପଢ଼ାପଢ଼ି ଉପରେ ଟାର୍ଗେଟ୍ ନିଅନ୍ତୁ। ଓକେ, କେବେ ବି ମନୋବଳ ଦୁର୍ବଳ କରନ୍ତୁ ନାହିଁ, କାରଣ କେତେବେଳେ କେଉଁ ରିକ୍ରୁଟମେଣ୍ଟ ଆସିଯିବ ଆପଣଙ୍କ ଟାଇମ୍, ସେତେବେଳେ ଆପଣ ଜାଣିଥିବେ ପ୍ରତି ଗୋଟେ ମାର୍କ ହେଉଛି ବହୁତ ଇମ୍ପୋର୍ଟାଣ୍ଟ। ଏବଂ ଆଜିକାଲି ଟାଇମ୍ରେ ଏତେ କମ୍ପିଟିସନ୍ ହେଇଗଲାଣି, ଆପଣମାନେ ଯଦି ନ ପଢ଼ିବେ ଆପଣଙ୍କ ସିଲେକ୍ସନ୍ ପାଇବା ଇମ୍ପସିବଲ୍ ହେଇପାରେ, ଠିକ୍ ଅଛି। ତେଣୁ ଆପଣମାନେ ଟ୍ରାଏ କରନ୍ତୁ, ନିଜ ଉପରେ ପେସେନ୍ସ ସହିତ ଧୈର୍ଯ୍ୟ ରଖିବାକୁ ହିଁ ପଡ଼ିବ, କାରଣ ଯେତେବେଳେ ଯାହା ବି ଆଗକୁ ହେଇପାରେ। ତେଣୁ ଆପଣଙ୍କୁ ପେସେନ୍ସ ସହିତ ପଢ଼ିବାକୁ ହିଁ ପଡ଼ିବ, ହାର୍ଡ଼ୱାର୍କ କରିବାକୁ ହିଁ ପଡ଼ିବ, ଠିକ୍ ଅଛି।
फास्ट कथा है कि ओ ट्रिपल एस अंडर में आप जानते 2025 एवं सुधा कैलेंडर आसीनी आशा कर बहुत जल्दी कैलेंडर आसी आपको कही पीओ जूनियर असिस्टेंट होगा आप डीओ ओके तो बहुत जल्दी यार आसिया जीव पाखापाखि से टोटाल पोस्ट 3टा पोस्ट मिसे पाखापाखि से 7,000 8,000 तो पाखापाखि कहले ये 10 12 15,000 पोस्ट पड़ेगा नेक्स्ट कथा है ठीक अच्छे आसनी आशा कर बहुत जल्दी आसो ओ ट्रिपल एस अंडर गला ओ डबल एस अंडर को आसवा ओ डबल एस अंडर में सबकि पोस्ट मिसिकी अच्छी आपको कहीदे आज भिडियो में कह मतलब है कि बहुत सारा डिपार्टमेंट में पोस्ट बाहर ओ डबल एस होगा ओ ट्रिपल एस होगा ओडिशा पुलिस अंडर जहाँ भी सब पोस्ट अच्छी ग्रुप सी पोस्ट होगा बहुत जल्दी यार बाहर बाहर जो तेणु आपने पढ़ापढ़ी टार्गेट नियंतु आपको भिडियो कर मतलब कि आपने जाणी दिंतु कि आगू एमती बहुत सारा पोस्ट आसीज आपन काम होची आपन पढ़ापढ़ी टार्गेट नियंतु जो मैंने फिजिकल जॉब प्रिपरेशन कर पढ़ापढ़ी विथ फिजिकल करंतु डेली ठीक है जो मैंने ऑफिशियल पोस्ट अप्लाई कर आप डेली पढ़ापढ़ी उपर टार्गेट नियंतु क्या कथार पढ़तु ना निजे ही जानते आप ऑफिशियल वेबसाइट अच्छी सब अपडेट आप ऑफिशियल वेबसाइट पाइबे ओके आम टेलीग्राम ग्रुप में पाइबे ओके तो आपने निज उपर निजे कॉन्फिडेंस रखु सबकि आपको देखा मिल जाए ठीक अच्छे आशा कर भिडियो बहुत हेल्पफुल होता है निहत चैनल को नुआ चैनल को सब्सक्राइब करने जमार भूले ना तो रोचे देखा नेक्स्ट वीडियो जय जगन्नाथ।